ରେମୁଣା ବ୍ଲକ ଗୁଡ଼ଦାପାଟଣା ସ୍ଥିତ ମହାବୀର ଆବାସିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ସଭାପତି ଡକ୍ଟର ଭାଗବତ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟକ ଭାବେ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ମୁଖ୍ୟ ଅତିଥି ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ମୁଖ୍ୟ ବକ୍ତା ସମାଜସେବୀ ପ୍ରଭାତ କୁମାର ବିଶ୍ୱାଳ ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଜାନକୀ ଦାସ, ସମିତି ସଭ୍ୟା ସୁଷମା ପ୍ରଧାନ, ବିଆରସିସି ଶୈଳବାଳା ବେହେରା, ଏବିଇଓ ବଳରାମ ନାୟକ, ଶିକ୍ଷାବିତ ନିରଞ୍ଜନ ସାହୁ, ସରୋଜ କୁମାର ବେହେରା ପ୍ରମୁଖ ଯୋଗଦେଇ ନୀତିବାନ ଓ ନୈତିକତା ଭିତ୍ତିକ ଭଲ ମଣିଷଟିଏ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଦୀପ କୁମାର ମିଶ୍ର ମଞ୍ଚ ଆହ୍ୱାନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ଦାସ ବିବରଣୀ ପଠନ, ସମ୍ପାଦକ ରାଧାଗୋବିନ୍ଦ ମାହାରନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଶିକ୍ଷକ ରାଧାରଞ୍ଜନ ଦାସଙ୍କ ଲିଖିତ ନାଟକ ତୋ ଖୁସିରେ ମୋ ଖୁସି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ସଞ୍ଜୟ ପ୍ରଧାନ, ଅର୍ପିତା ରାଉତ, ସୁଚିସ୍ମିତା ବେହେରା, ରଶ୍ମିତା ସେଠୀ, ଜଗସ୍ମିତା ଦ୍ୱିବେଦୀ, ରଶ୍ମିରେଖା ସାହୁ, ଗୀତାଞ୍ଜଳି ଦାସ, ମିତାଞ୍ଜଳି ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ଲେଙ୍କା ଆଦି ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।